ଭିକାରୀ ପରି ଲାଗୁଥିବା ଜଣେ ବୃଦ୍ଧ ବ୍ୟକ୍ତି କାନ୍ଧରେ ବସ୍ତାଟି ନଦେଇ ରାସ୍ତାରେ ଯାଉଛନ୍ତି। ହଠାତ୍ ଗୋଟେ କାର ବହୁତ ସ୍ପିଡ଼ରେ ଆସିଲା। କାଳେ ଧକ୍କା ହେଇଯିବ ଏହା ଭାବି ଏ ବୃଦ୍ଧ ବ୍ୟକ୍ତି ଜଣକ ଯେତେବେଳେ ଦୌଡ଼ୁଛନ୍ତି ହଠାତ୍ ସେ ରାସ୍ତା କଡ଼ରେ ପଡ଼ିଯାଇଛନ୍ତି। ଏହାପରେ ଗାଡ଼ିର ମାଲିକ ଗାଡ଼ିରୁ ଓହ୍ଲାଇ ୟାଠୁ ସ୍ୟାଠୁ ବହୁତ କଥାଙ୍କୁ ଶୁଣାଇଛନ୍ତି ଏବଂ ତାପରେ ଚାଲି ଯାଇଛନ୍ତି। ସେମିତି ପଡ଼ି ରହିଛନ୍ତି ରାସ୍ତା କଡ଼ରେ। ଅନେକ ଲୋକ ଯାଉଛନ୍ତି ହେଲେ କେହି ଟିକେ ଆସୁନାହାନ୍ତି, କେହି ବ୍ୟକ୍ତି ଜଣକୁ ଉଠାଉନାହାନ୍ତି। ଏହି ସମୟରେ ଗୋଟିଏ ଅଟୋ ଆସିଲା। ଅଟୋ ଡ୍ରାଇଭର ଗାଡ଼ିରୁ ଓହ୍ଲାଇଲେ ଏବଂ ଏ ବୃଦ୍ଧ ବ୍ୟକ୍ତିଙ୍କୁ ତଳୁ ହାତ ଧରି ଉଠାଇଲେ ଏବଂ କହିଲେ, ମଉସା କେଉଁଠିକି ଯିବେ? ଏ ବୃଦ୍ଧ ବ୍ୟକ୍ତି ଜଣ କହିଲେ, ମୁଁ ଅମକ ଜାଗାକୁ ଯିବି। ଏହା ଶୁଣିଲା ପରେ ଆଦର ସହିତ ନିଜ ଗାଡ଼ିରେ ବସାଇଛନ୍ତି ଏବଂ ଏ ଅଟୋବାଲା ଜଣକ ସାଙ୍ଗରେ ନେଇ ଚାଲିଛନ୍ତି। କିଛି ବାଟ ଗଲା ପରେ ହଠାତ୍ ଅଟୋ ରଖିଦେଇଛନ୍ତି। ଏ ବୃଦ୍ଧ ବ୍ୟକ୍ତି ଜଣକ ପଚାରିଛନ୍ତି, ଏଠି କ'ଣ ଅଟୋ ରଖିଲ? ଏଠି ତ ମୋର ଓହ୍ଲାଇବାର ନାହିଁ। ଏ ଅଟୋ ଚାଳକ ଜଣକ କହିଛନ୍ତି, ମୋ ମାଆଙ୍କ ଦେହ ସିରିୟସ୍, ମୋ ମାଆଙ୍କ ପାଇଁ ମେଡ଼ିସିନ ଆଣିଥିଲି। ମୁଁ ମେଡ଼ିସିନ ଟିକେ ମୋ ମାଆକୁ ଦେଇଯାଏ ଆସେ, ତାପରେ ଆପଣଙ୍କୁ ନେଇଯିବି। ଏହାପରେ ଦୌଡ଼ୁଛନ୍ତି ଘରକୁ। ମାଆଙ୍କୁ ମେଡ଼ିସିନ ଦେଇ ଫେରି ଆସିଛନ୍ତି ଏବଂ ପୁଣି ଗାଡ଼ି ଚଲାଇବା ଆରମ୍ଭ କରିଛନ୍ତି। ଏ ସମୟରେ ବୃଦ୍ଧ ବ୍ୟକ୍ତି ଜଣକ ପଚାରିଛନ୍ତି, ମାଆଙ୍କ ଅବସ୍ଥା କେମିତି? ଏ ଅଟୋ ଡ୍ରାଇଭର ଜଣକ କହିଛନ୍ତି ଯେ ମା ଅବସ୍ଥା ଭଲ ନାହିଁ। ଡାକ୍ତର କହୁଛନ୍ତି ମାଆଙ୍କର ଅପରେସନ୍ ପାଇଁ 5 ଲକ୍ଷ ଟଙ୍କା ଦରକାର। ସାରା ଜୀବନ ପରିଶ୍ରମ କଲା ପରେ ମଧ୍ୟ ମୁଁ 5 ଲକ୍ଷ ଟଙ୍କା ଯୋଗାଡ଼ କରିପାରିବି ନାହିଁ, ତେଣୁ ମେଡ଼ିସିନରେ କାମ ଚଳାଉଛି। ଏହା ଶୁଣିଲା ପରେ ବୃଦ୍ଧ ବ୍ୟକ୍ତି ଜଣ କିଛି କହିନାହାନ୍ତି। ଏହାପରେ ଗାଡ଼ି ଆଗକୁ ବଢ଼ିଛି। କିଛି ବାଟ ଗଲା ପରେ ଏ ବୃଦ୍ଧ ବ୍ୟକ୍ତି ଜଣ କହିଛନ୍ତି, ଏଇ କଲୋନୀରେ ମୁଁ ରହୁଛି, ଏଇଠି ଗାଡ଼ି ରଖ। ଏହାପରେ ସେ ଓହ୍ଲାଇ ଚାଲି ଯାଇଛନ୍ତି। ଅଟୋ ଚାଳକ ଜଣକ ଫେରୁଛନ୍ତି। ଗୋଟେ ଜାଗାରେ ସେ ଚାହା ପିଉଛନ୍ତି। ହଠାତ୍ ନଜର ପଡ଼ିଛି ସେ ବସ୍ତାଟି ଉପରେ ଏବଂ ସେ ଜାଣିଛନ୍ତି ସେ ବୃଦ୍ଧ ବ୍ୟକ୍ତି ଜଣକ ଏ ବସ୍ତାଟିକୁ ଛାଡ଼ି ଯାଇଛନ୍ତି। ଦୌଡ଼ିକି ଆସିଛନ୍ତି, ଖୋଲିଛନ୍ତି। ଗୁଡ଼ାଏ ଟଙ୍କା ଅଛି। ସେଥିରେ ଗୋଟେ ଚିଠି ମଧ୍ୟ ଅଛି। ଚିଠିଟିକୁ ଖୋଲିଛନ୍ତି। ସେଥିରେ ଲେଖା ଅଛି, ମୁଁ ହେଉଛି ଏ ଅଞ୍ଚଳର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି। ଅନେକ ପଇସା ମୋର ଅଛି, କିନ୍ତୁ ମୋର କେହି ପିଲାପିଲି ନାହାନ୍ତି। ତେଣୁ ମୁଁ ପ୍ରତ୍ୟେକ ଦିନ ବ୍ୟାଙ୍କରୁ କିଛି ଟଙ୍କା ଉଠାଏ, ଯାହା ପାଖରେ ମାନବିକତା ଦେଖେ ତାକୁ ସେ ଟଙ୍କା ଦେଇଦିଏ। ତୁମ ମାଆଙ୍କର ଇଲାଜ ପାଇଁ ଏ ଟଙ୍କା ଯଥେଷ୍ଟ। ତୁମ ପାଖରେ ମାନବପଣିଆ ଦେଖିଲି, ତେଣୁ ଏ ଟଙ୍କା ତୁମକୁ ଦେଲି। ମନେ ରଖ, କେବେ ବି ଜୀବନରେ ମାନବ ପଣିଆକୁ ଭୁଲିବ ନାହିଁ। ଆଗକୁ ବଢ଼ିବ। ରହୁଛି, ନମସ୍କାର।